ବିଜୁ ଲିଗାସିର ମୂଳ ଆଧାର ହଉଛି ବିଜୁ ଜନତା ଦଳର ଯୋଉ ଆଦର୍ଶ ଥିଲା ବିଜୁ ବାବୁ ଥିଲେ ବିଜେଡିର ଆଦର୍ଶ, ସେଇ ଆଦର୍ଶ ଆଉ ବିଜେଡିରେ ନାହିଁ। ଆଉ ବିଜୁ ଲିଗାସି ସମ୍ପର୍କରେ ତାଙ୍କର ନେତାମାନେ କହୁଛନ୍ତି ଯେ ଆମକୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୋଟିଏ ନୂଆ ଅର୍ଗାନାଇଜେସନ ଗଢିବାର ଆବଶ୍ୟକତା ଅଛି, ଯୋଉଥିପାଇଁ ରାଜ୍ୟସଭା ଇଲେକ୍ସନ ପରେ ବିଜୁ ଲିଗାସି ନାରେଟିଭ ସାମ୍ନାକୁ ଆସୁଛି। ଅର୍ଥାତ୍ ନବୀନ ବାବୁଙ୍କୁ ବିରୋଧ କରୁଥିବା ନେତାମାନେ, ବିଜେଡିକୁ ବିରୋଧ କରୁଥିବା ନେତାମାନେ ବିଜୁ ବାବୁଙ୍କ ନାଁରେ ଏକାଠି ହଉଛନ୍ତି। ବିଜୟ ମହାପାତ୍ର ଯେ ନବୀନ ବାବୁଙ୍କୁ ବିରୋଧ କରନ୍ତି, ବିଜେଡିକୁ ବିରୋଧ କରନ୍ତି, ଦିଲ୍ଲୀପ ରାୟ ଯାହାଙ୍କର ନବୀନ ବାବୁଙ୍କ ସହିତ ଅତୀତରେ ମନାନ୍ତର ହେଇଥିଲା ଏବଂ ଯିଏ ବିଜୁ ବାବୁଙ୍କ ଆଦର୍ଶରେ ବିଶ୍ୱାସ ରଖନ୍ତି, ପ୍ରଭାତ ତ୍ରିପାଠୀ କୁହନ୍ତୁ, ପ୍ରଭାତ ବିଶ୍ୱାଳ କୁହନ୍ତୁ, ଏମାନେ ସମସ୍ତେ ନବୀନ ବାବୁଙ୍କ ସହିତ ଏମାନଙ୍କର ପଟେ ନାହିଁ, କିନ୍ତୁ ବିଜୁ ବାବୁଙ୍କ ସହିତ ପଟେ। ତେଣୁ ବିଜୁ ଜନତା ଦଳରୁ ଯୋଉମାନେ ବାହାରି ଆସିଛନ୍ତି ବା ବିଦ୍ରୋହୀ ସାଜିଛନ୍ତି, ସେମାନେ ବିଜୁ ଲିଗାସିର ନାରେଟିଭ ଦଉଛନ୍ତି। ରବି ବାବୁ ସେଇ ବିଜୁ ଲିଗାସିର ଉପଦେଷ୍ଟା 17 ତାରିଖ ନାହିଁ, ମୁଁ ସେଇ ବିଚାର ସାଙ୍ଗରେ ଅଛି, ବିଚାର ସହିତ ଅଛି, କିନ୍ତୁ ଆପଣ ତ ଏକଜୁଟ କରୁଛନ୍ତି ରବି ବାବୁ ନେତା ମାନଙ୍କୁ, ଆଉ ଦୀକ୍ଷାନ୍ତ ଭାଷଣ ବି ଦଉଥିବେ। ନାଇଁ ଶୁଣନ୍ତୁ, ଆପଣ ଯୋଉ ଭାବରେ ବିଜୁ ଲିଗାସି ନଉଛନ୍ତି ବିଚାର, ମୁଁ ତାକୁ ଆହୁରି ଭିନ୍ନ ଭାବରେ ଦେଖୁଛି ଏ କଥାଟାକୁ। ଯେମିତି ଆପଣ କହିଲେ ମୁଁ ସାମ୍ବାଦିକ, କିନ୍ତୁ ମୁଁ ତା ପୂର୍ବରୁ ଗୋଟେ ରାଜନୈତିକ ଜୀବନ ଆରମ୍ଭ କରିଛି। ଆପଣ ତ କଂଗ୍ରେସରେ ଥିଲେ। ମୁଁ ଯୋଉ କଂଗ୍ରେସରେ ମିଶିଥିଲି, ମୋର ପ୍ରଥମ କଂଗ୍ରେସ ମିଶିଥିଲି ଯେତେବେଳେ ବିଜୁ ବାବୁ କଂଗ୍ରେସ ପାର୍ଟିରେ ଥିଲେ। ବିଜୁ ବାବୁଙ୍କର କଟକ ବାସଭବନ ଆନନ୍ଦ ଭବନ ଯୋଉଟା କୁହାଯାଉଛି, ମୁଁ ସେଇଠି ପ୍ରଥମେ କଂଗ୍ରେସରେ ମିଶିଥିଲି, ବିଜୁ ବାବୁଙ୍କ ଘରେ, ବିଜୁ ବାବୁଙ୍କ ସାମ୍ନାରେ। କାରଣ ବିଜୁ ବାବୁଙ୍କ ପାଇଁ ଯୋଉ ରିଭାଇଭାଲ ବିଜୁ ବାବୁ 67 କ୍ଷମତାସିତ ହେଇଥିଲେ। ବିଜୁ ଲିଗାସି ପାଇଁ ଆପଣ କଂଗ୍ରେସ ସରକାର ପ୍ରାସଙ୍ଗିକ, ପୁଣି କଂଗ୍ରେସ ପାର୍ଟିକି ରିଭାଇଭ କରିବେ, ବିଜୁ ପଟ୍ଟନାୟକ ଏଷ୍ଟାବ୍ଲିଶ ହେବେ, ସେଥିପାଇଁ ଗୋଟେ ସଭା ହେଇଥାଏ। ସେ କହିଲେ ଛାତ୍ର ନେତା ନ ଆସିଲେ ମୁଁ ସଭା ହବ ନାହିଁ, କାରଣ ଛାତ୍ର ମାନେ ମତେ 1964 ମସିହାରେ ସେତେବେଳେ ଛାତ୍ର ଥିଲେ, ଛାତ୍ର ନେତା ଥିଲି, ଏବଂ ସେଇ ହିସାବରେ ଯୋଉ ଡକା ହେଇଥିଲା କି ଛାତ୍ର ନେତାକୁ, ତା ଦେହରେ ମୁଁ ଯାଇଥିଲି ଏବଂ ସେଇଥିରେ ମୁଁ ଆନୁଷ୍ଠାନିକ ଭାବରେ କଂଗ୍ରେସ ପାର୍ଟି ସହିତ ସାମିଲ ହେଇଥିଲି। ତ ମତେ ବିଜୁ ବାବୁ ଛାଡିଗଲେ କଲେ କି ମୁଁ ଇନ୍ଦିରା ଗାନ୍ଧୀଙ୍କ ସାଙ୍ଗରେ। ତ ମତେ କୁହନ୍ତୁ ରବି ବାବୁ, ଆଜିର ଦିନରେ ବିଜୁ ଲିଗାସି କଥା ଯେତେବେଳେ କୁହାଯାଉଛି, ଆପଣ ଏଇ ବିଜୁ ଲିଗାସିର ଗୋଟେ ପରାମର୍ଶଦାତା ଭାବରେ ନିଜକୁ ପରିଚୟ ଦେବା ପାଇଁ ଚାହୁଁଛନ୍ତି ବା ଉପଦେଷ୍ଟା ଭାବରେ? ପରାମର୍ଶ, ମୁଁ ଉପଦେଷ୍ଟା ନୁହେଁ, କଥା ହଉଛି ଯେ ନେତାମାନଙ୍କୁ ଏକାଠି କରିବାରେ ଆପଣ ମଧ୍ୟ ବଡ ଭୂମିକା ନେଉଛନ୍ତି। ଓଡିଶାରେ ଦେଖନ୍ତୁ ଗୋଟେ ବଡ କଥା, ଆପଣ ବି ନିଜେ ବିବ୍ରତ ହେବା ଉଚିତ। ଓଡିଶାରେ ଯେମିତି କହିଲେ ବିଜୟ ମହାପାତ୍ର କଣ ବିଜେଡି ବିରୋଧୀ? ବିଜେଡିର ଷଷ୍ଠା ପରା ସିଏ ନବୀନ ବିରୋଧୀ। ନବୀନ ବିରୋଧୀ ହେଲେ କାହିଁକି? ନବୀନ ବିରୋଧୀ ହେଇଗଲେ ସିନା, ନବୀନ ବିରୋଧୀ ହେଲେ, ନବୀନ ତାଙ୍କ ବିରୋଧୀ ହେଇଗଲା ବୋଲି କୁହନ୍ତୁ। ତାଙ୍କୁ ପରେ 2000 ମସିହାରେ ଟିକେଟରୁ ବଞ୍ଚିତ କରିଦେଲେ, ଯଦିଓ ସିଏ ବିଜେଡିର ପଲିଟିକାଲ ଆଫେୟାର୍ସ କମିଟିର ଚେୟାରମ୍ୟାନ ଥିଲେ। ବିଜୟ ମହାପାତ୍ର ଭୁଲ ଥାଇପାରେ। ଏଇ ଯୋଉ ବିଚାରଟା, ବିଜୁ ପଟ୍ଟନାୟକ ଆଦର୍ଶରେ ବିଶ୍ୱାସ କରିବ, ଏଇ କାମ ସେ କେବେ କରିବନି। ଦଳର ସଭାପତି, ଦଳର ଯିଏ ପଲିଟିକାଲ ଆଫେୟାର୍ସ କମିଟିର ଚେୟାରମ୍ୟାନ, ତାକୁ ଟିକେଟରୁ ବଞ୍ଚିତ କରିଦେବେ, କାହାକୁ ନ ଜଣେଇ କରିଦେବେ ନମିନେସନ କ୍ଲୋଜର 15 ମିନିଟ୍ ପୂର୍ବରୁ। ବିଜୁ ପଟ୍ଟନାୟକ ସାଙ୍ଗରେ ଯୋଉମାନେ ଥିଲେ, ଯେତେ ଲୋକ ରାଜନୀତି କରିଛନ୍ତି, ତାଙ୍କ ସହିତ ମତଭିନ୍ନ ହେଇଛି, ମତଭେଦ ହେଇଛି, ଲୋକ ତାର ତାଙ୍କ ବିରୁଦ୍ଧରେ ବି କହିଛନ୍ତି, କିନ୍ତୁ କାହାକୁ ସେ ଦଳରୁ 26 ବର୍ଷ 26 ବର୍ଷ ପରେ କଣ ଆବଶ୍ୟକତା ପଡିଲା ବିଜୁ ଲିଗାସି ନାରେଟିଭ ପୁଣି ଆଣିବା ପାଇଁ ରାଜ୍ୟସଭା ଇଲେକ୍ସନ ପରେ? ଏକଦମ ଆପଣ ଯୋଉ କହିଲେ ଗଲା ରାଜ୍ୟସଭା ନିର୍ବାଚନ, ଏଇଟା କାହିଁକି? ଆ ପୂର୍ବରୁ ମଧ୍ୟ ମାନେ ଏକାଠି ହଉଥିଲୁ ଯେ ଓଡିଶାରେ ଗୋଟେ ବିକଳ୍ପର ଆବଶ୍ୟକତା ଅଛି। ଏଇ ସକାଶେ ଯେହେତୁ ବିଜୁ ଜନତା ଦଳଟା ଯୋଉ କ୍ରମ ଅବକ୍ଷ ପ୍ରକ୍ରିୟାରେ ଚାଲିଛି, ନବୀନ ପଟ୍ଟନାୟକ ଯାହା ଆଚରଣ ଯୋଗୁଁ ଯେଭଳି ଭାବରେ ଦଳଟାକୁ ଗୋଟେ ଅମଳତାନ୍ତ୍ରିକ ଦଳରେ ପରିଣତ କରିଦେଲେ, ତେଣୁ ବିଜେଡିର ତାଙ୍କ ସ୍ୱାର୍ଥ ସବୁ ନେଇକି ଯୋଉ ଅବକ୍ଷ ପ୍ରକ୍ରିୟାରେ ଗୋଟେ ବିକଳ୍ପର ଚିନ୍ତା ପାଇଁ ଆମେ ବସୁଥିଲୁ। କିନ୍ତୁ ତା ଭିତରେ ଯୋଉ ରାଜ୍ୟସଭା ନିର୍ବାଚନ ଆସିଲା, ଏଇ ରାଜ୍ୟସଭା ନିର୍ବାଚନ ଆପଣ ଦେଖିବେ, ଯୋଉମାନେ ବିଜୁ ଜନତା ଦଳ କି ସଦସ୍ୟ ଦଳର ହୁଇପ୍ କହିପାରନ୍ତି ନିର୍ଦ୍ଦେଶକୁ ଅମାନ୍ୟ କରିକି ସେମାନେ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲେ। କାହିଁକି ଦେଲେ? ଦିଲ୍ଲୀପ ରାୟଙ୍କୁ ଜୋର, ଦିଲ୍ଲୀପ ରାୟ ମଧ୍ୟ ବିଜୁ ଜନତା ଦଳର ଶ୍ରେଷ୍ଠ, ଏବଂ ସେମାନେ ଦେଲେ କାହିଁକି ନା ଯେଭଳି ଭାବରେ ନବୀନ ପଟ୍ଟନାୟକ ଏ ଦଳକୁ ପରିଚାଳନା କରୁଛନ୍ତି, ସେମାନଙ୍କର ଯୋଉ କ୍ରୋଧ ଥିଲା, ସେ କ୍ରୋଧଟାକୁ ସେମାନେ ଯେତେବେଳେ ଦେଲେ, ସେ କଣ ଯୁକ୍ତି ଦର୍ଶାଇଲେ ଯେ ଆମେ ଏଇ କାରଣ ଦେଲୁ, ସେ ବିଜୁ ଲିଗାସି କଥା କହିଲେ ସେମାନେ।
ଯେ ବିଜୁ ନିଗାସିକି ଖତମ କରିଦେଲେ। ତ ଆପଣ ଏଥିରେ ଏକମତ? କୋଉଥିରେ? ବିଜୁ ନିଗାସି କ୍ରୋଧ ପ୍ରକାଶ କରି ନବୀନ ବାବୁଙ୍କ ଉପରେ ବିଜୁ ନିଗାସିଙ୍କ ନାଁରେ ଭୋଟ ଦବା ଏହାକୁ ଆପଣ ସମର୍ଥନ କରୁଛନ୍ତି? ସମର୍ଥନ ନୁହଁ, ଏଇଟା ଗୋଟେ ତାଙ୍କର ଭୋଟ ଦବାର ଏଇଟା ଯୋଉ ରାଜନୈତିକ ଯୁକ୍ତି, ମୁଁ କହିଲି ସେ ରାଜନୈତିକ ଯୁକ୍ତି ସହିତ ମୁଁ ଏକମତ ଏଇ ଦୃଷ୍ଟିରୁ, କାରଣ ଯେଭଳି ଭାବରେ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କର ଏଣ୍ଟାୟାର ବିଚାରଧାରା, ଖାଲି ଆପଣ ଖାଲି ବିଜୁ ପଟ୍ଟନାୟକଙ୍କୁ ନାଁକୁ ନେଇକି ଭାବନ୍ତୁନି, ବିଜୁ ରାଜନୀତି ବିଚାରଧାରା ମୁଁ କହିଲି କେମିତି ଭାବରେ ସେ ରାଜନୀତି କରୁଥିଲେ, ଯୋଉଥିରେ ବିଜୁ ପରିବାର, କିନ୍ତୁ ଆପଣ ସଂଘ ପରିବାର ନାଁ ଶୁଣୁଛନ୍ତି, ଇଏ ବିଜୁ ପରିବାର। ଓକେ, ଗୋଟେ ରବାବୁ ଆପଣ କଣ ଚାହୁଁଛନ୍ତି ଯେ ବିଜେଡି ଭାଙ୍ଗୁ? ମୁଁ ଚାହୁଁନି ବିଜେଡି ଭାଙ୍ଗିବା ପାଇଁ ଯାହା କିଛି ଦରକାର। ତ ବିଜୁ ଲିଗାସି ବାଲା ଚାହୁଁଛନ୍ତି କି ବିଜେଡି ଭାଙ୍ଗୁ? ବିଜେଡି ଭାଙ୍ଗୁଛି ପରା, ବିଜେଡି ତେବେ ଭାଙ୍ଗୁଛି ଏବଂ ଭାଙ୍ଗିବା ପାଇଁ ନିଜେ ଦାୟୀ। ଆପଣ ଦେଖନ୍ତୁ ଗୋଟେ ଆଞ୍ଚଳିକ ଦଳ ବିରୁଦ୍ଧରେ, ବିଜୁ ଜନତା ଦଳ ଗୋଟେ ଆଞ୍ଚଳିକ ଦଳ, ତା ଭିତରେ ଓଡିଆ ଅସ୍ମିତା ଅଭିଯୋଗ ହେଲା ଗଲା ନିର୍ବାଚନରେ ଏବଂ ସେଥିରେ ନିର୍ବାଚନ ହାରିଗଲେ ସେମାନେ। ଗୋଟେ ଆଞ୍ଚଳିକ ଦଳ ବିରୁଦ୍ଧରେ ଗୋଟେ ଜାତୀୟ ଦଳ ଓଡିଶାରେ ଓଡିଆ ଅସ୍ମିତା ଅଭିଯୋଗ କରିକି ତାକୁ କ୍ଷମତାଚ୍ୟୁତ କରିଦେଲା, ତା ମାନେ ଭାବନ୍ତୁ, ତାହେଲେ ଓଡିଶା ଠାରୁ ସେ କେତେ ଦୂରକୁ ଚାଲି ଯାଇଛନ୍ତି। ବିଜୁ ପଟ୍ଟନାୟକ କଣ? ବିଜୁ ପଟ୍ଟନାୟକ ଯଦି ଆପଣ ତାଙ୍କ ରାଜନୀତିକ ଲକ୍ଷ୍ୟ କରିଥିବେ, ସେ ବହୁତ ଦିନ କମ ଦିନ କ୍ଷମତା ରହିଛନ୍ତି, ନବୀନ ପଟ୍ଟନାୟକ ଭଳିଆ ଏତେ ଦିନ କ୍ଷମତାରେ ନାହାନ୍ତି, କିନ୍ତୁ ଓଡିଆ ରାଷ୍ଟ୍ରୀୟତାର ପ୍ରେରଣା, ଜାତୀୟତାର ପ୍ରେରଣା ସବୁବେଳେ ଦେଇଛନ୍ତି। ଯେମିତି ମୁଁ ତାଙ୍କୁ ଭାବେ, ଯେମିତି ଆପଣ ମଧୁବାବୁଙ୍କୁ ଦେଖୁଛନ୍ତି, ଯେମିତି ଗୋପବନ୍ଧୁ ବାବୁଙ୍କୁ ଦେଖୁଛନ୍ତି, ବି ଡକ୍ଟର ହରକୃଷ୍ଣ ବାବୁ, ବିଜୁ ପଟ୍ଟନାୟକ ସେଇ ଧାରାର ଜଣେ ନେତା ଯିଏକି ଓଡିଆ ରାଷ୍ଟ୍ରୀୟତା ଭାବନା ରାଜନୈତିକ ଜୀବନରେ ବରାବର ଚଳେଇଥିଲେ। ତ ମତେ କୁହନ୍ତୁ ଏବଂ ତାର ବିରୋଧୀ କାମ ଗୁଡାକ ଯେତେ, ମୁଁ କହିଲି ପରିବାର ଗୋଟା ଲୋକ ମୋ ପଏଣ୍ଟ ରାଜନୀତିରେ ବାହାର କରାଯାଏ, ଭିତରକୁ ବିଜୁ ପଟ୍ଟନାୟକ ରାଜନୀତିରେ ଏତେ ଦିନ ଭିତରେ କାମ କରିଛନ୍ତି। ବିଜୁ ବାବୁ ଏବେ ଥିଲେ ଏବେ ବିଜୁ ନାହାନ୍ତି ମାନେ ବିଜୁ ତ ଏତେ ଦିନ ଦେଖିଛନ୍ତି ଆପଣ। ଇଭିନ୍ ଶ୍ରୀକାନ୍ତ ଜେନା ସେ କ୍ଷମତା ଥିଲାବେଳେ ତାଙ୍କ ବିରୁଦ୍ଧରେ ଅନେକ ମନ୍ତବ୍ୟ ଦେଇଥିଲେ ମଧ୍ୟ, ତାଙ୍କ ଭିତରେ ଏକଲବ୍ୟରେ ଲୋକସଭା ନିର୍ବାଚନ ହେଲା, ସେ ଗଲେ ତାଙ୍କ କ୍ୟାମ୍ପେନକୁ ଏବଂ କହିଲେ ଅବୁଝା ପୁଅ କହିକି ତା ପାଇଁ କ୍ୟାମ୍ପେନ। ଓକେ ରବାବୁ ମତେ କୁହନ୍ତୁ, ବିଜେଡି ଭାଙ୍ଗିଲେ କଣ ଲାଭ ହବ ବିଜୁ ନିଗାସି ବାଲାଙ୍କର? ବିଜେଡି ଭାଙ୍ଗିଲେ ବିଜେଡି ସିଏ ଭାଙ୍ଗିବାକୁ କିଏ? ବିଜେଡି ତ ନିଜେ ଭାଙ୍ଗୁଛି, ବିଜେଡି କାହିଁ କ୍ଷମତାଚ୍ୟୁତ ହେଲା? ଆଉ ବିଜେଡି ଯଦି ଭାଙ୍ଗୁଛି, ବିଜେଡି ଯଦି ଗୋଟେ ଆଦର୍ଶ ବିଚାର ଉପରେ ନ ରହିବ, ଏ ଦଳର ବର୍ତ୍ତମାନ ବିଚାର କଣ? ବିଚାର କଣ ନା ଆମେ କିଛି ବିକାଶ କରିଦେଇଛୁ, ଆମେ ଦିଟା ପୋଲ କରିଦେଇଛୁ, ଦିଟା ପୋଲରେ ପୁରା ରାଜନୈତିକ ବିଚାର ଆସେନି। ରାଜନୈତିକ ବିଚାର ପାଇଁ ଆହୁରି ବହୁତ କଥା ଦରକାର। ତ ରବାବୁ ବିଜୁ ଲିଗାସିର କଣ ମୂଳ ଲକ୍ଷ୍ୟ ହଉଛି ବିଜେଡି କୁ ଭାଙ୍ଗିବା? ବିଜେଡି କି କାହିଁ ଭାଙ୍ଗିବା? ବିଜେଡି ନୁହଁ, ବିଜେଡି ଯୋଉ ଲକ୍ଷ୍ୟରେ ବିଜେଡି ହେଇଥିଲା, ବିଜୁ ପଟ୍ଟନାୟକଙ୍କ ଚିନ୍ତାଧାରା ଉପରେ ବିଜୁ ଜନତା ଦଳ ହେଇଥିଲା, ସେଇପାରେ କଂଗ୍ରେସକୁ ହଟିବା ପାଇଁ କରାଗଲା, ସେତେବେଳେ ବିଜେପି ସାଙ୍ଗରେ ଭେଟ ବି ହେଲା, କିନ୍ତୁ ଯୋଉ ବିଚାର ଉପରେ ହେଇଥିଲା ସେ ବିଚାରଟା ଅଛି କି? ବିଚାର ଖାଲି ବିଜୟ ମହାପାତ୍ର ନୁହନ୍ତି, ଆପଣ ନଳିନୀ ମହାନ୍ତିକୁ ଡିସମିସ୍ କରିଦିଅ। ତ ରବାବୁ ଆପଣ ଯେହେତୁ ଆପଣ କାଲି ଦେଖିଲେ ଇଏ ଓଟିଭି କଲା, ନଳିନୀ ମହାନ୍ତିଙ୍କ ଯାହା ବାହାଘରରେ ନିଜେ ବିଜୁ ପଟ୍ଟନାୟକ ତାଙ୍କ କାର୍ଡ ଲେଖିଥିବେ, ମୁଖ୍ୟ ଶୁଭେଚ୍ଛାରେ ପ୍ରଥମ ବ୍ୟକ୍ତି ହଉଛନ୍ତି ବିଜୁ ପଟ୍ଟନାୟକ ଏବଂ ପରିବାର ଦାମର ରାଉତ ଅବଗତ ତାଙ୍କ ପରିବାର ଲୋକମାନେ, ତାଙ୍କ ପରିବାରର ଯିଏ ଆପଣ ବଢିଆ ପଦମପୁରର, ତା ବାହାଘରରେ ନିଜେ ଯାଇକି ପିତା ଭୂମିକା ନେଇକି ବାହା କରେଇବା, ନିଜ ପରିବାର ଭଳିଆ। ଏ ପରିବାର କିଛି ଲୋକ ଭୁଲ କରିଦେବେ, ପରିବାର ଭୁଲ କରେ, ପରିବାର ମୁରବି କରି ତାକୁ ବାହାର କରିଦେବ। ଓକେ ରବାବୁ ମତେ ଆଉ ଗୋଟେ କଥା କୁହନ୍ତୁ, ଯେ ଆପଣ ମାନେ ଯୋଉମାନେ ଏକାଠି ହଉଛନ୍ତି ସେମାନେ କଣ ଭୁଲି ଯାଉଛନ୍ତି ଯେ ଆପଣ 70 ବର୍ଷରୁ ଅଧିକ ନେତା ମାନେ, 80 ବର୍ଷ ଟଚ୍ କରିବାକୁ ଯାଉଥିବା ନେତା ମାନେ, ସେମାନେ ଗୋଟେ ଦଳ ତିଆରି କରୁଛନ୍ତି ବା ଗୋଟେ ନାରେଟିଭ ଦଉଛନ୍ତି ବିଜୁ ଲିଗାସିର, ଯାହାଙ୍କର ଡେଥ୍ ପାଖାପାଖି 29 ବର୍ଷ ହେଇଗଲାଣି। 29 ବର୍ଷ ତଳେ ଯିଏ ଜୀବିତ ଥିଲେ ଏଇ ଦୁନିଆରେ, ତାଙ୍କ ଆଦର୍ଶକୁ ପାଥେୟ କରି ଗୋଟେ ଦଳ ତିଆରି ହଉଛି। 70 ବର୍ଷରୁ ଊର୍ଦ୍ଧ୍ବ ନେତା ମାନେ ସେଇ ଦଳରେ ବା ଗୋଟେ ସେଇ ଅଭିଯାନରେ ସାମିଲ ହଉଛନ୍ତି ଏବଂ ନେପାଳ ଆମର ପଡୋଶୀ ରାଷ୍ଟ୍ର ଭାରତ ବର୍ଷର 35 ବର୍ଷର ଜଣେ ଯୁବକ ସେଠି ନେତା ବନୁଛି, ପ୍ରଧାନମନ୍ତ୍ରୀ ବନୁଛି। ଜେଏନଜି ଅଛନ୍ତି ଯୋଉମାନେ ଜାଣି ନାହାନ୍ତି ବିଜୁ ବାବୁଙ୍କ କଥା ଭଲ ଭାବରେ ଜାଣି ନାହାନ୍ତି, ଯୋଉମାନେ ଜାନକୀ ବାବୁଙ୍କୁ ଭୁଲିବାକୁ ବସିଲେଣି, ଯୋଉମାନଙ୍କର କଥାକୁ ସେମାନେ ଭୁଲି ଯାଇଛନ୍ତି, ସେଇ ଜେଏନଜି ମାନଙ୍କ ପାଇଁ ଆପଣଙ୍କର କଣ ଏଜେଣ୍ଡା ଅଛି? ଆପଣ 30 ବର୍ଷ 40 ବର୍ଷ 60 ବର୍ଷ 70 ବର୍ଷ ତଳର କଥା କହୁଛନ୍ତି, ଆଉ ବର୍ଷିଆନ ନେତା ମାନେ ଗୋଟେ ଫର୍ମେସନ ଓଡିଶା ଫର୍ମେସନ 100 ବର୍ଷ କରିବାକୁ ଯାଉଛି। ଆପଣ ମଧୁବାବୁ ଭୁଲିଯିବେ? ଭୁଲି ଯାଇପାରିବେ? ମଧୁବାବୁଙ୍କ ନାଁ ଭୁଲିଯିବେ ଆପଣ? ଭୁଲି ପାରିବେ? 100 ବର୍ଷ ପରେ ଭୁଲିବେ କି? ନା ଆମେ ଭୁଲିବୁ କାହିଁକି? ଆମେ ଭୁଲିବୁନି।
ମଧୁବାବୁଙ୍କ ଆଦର୍ଶ ଗାନ୍ଧୀ ବର୍ତ୍ତମାନ ଏବେ ବି ରେଲିଭାଣ୍ଟ, କଂଗ୍ରେସ ପାଇଁ ଗାନ୍ଧୀ ରେଲିଭାଣ୍ଟ। ମୋ ପଏଣ୍ଟ ଆପଣ ବୁଝିଲେନି। ଆପଣ କଣ 2500 ବର୍ଷ ତଳେ ଗୌତମ ବୁଦ୍ଧ ଜନ୍ମ ହେଇଥିଲା ଆମେ କଣ ତାଙ୍କୁ ଭୁଲି ଯାଇଛୁ? ଏକ୍ଜାକ୍ଟଲି। ମୋର ପଏଣ୍ଟ ନୁହଁ, ମୋର ପଏଣ୍ଟ ହଉଛି ଯେ ଗାନ୍ଧୀଙ୍କ ନାଁରେ କାହିଁ ଗୋଟେ ରାଜନୈତିକ ଦଳ ହେଇନି ଓଡିଶା ଭାରତ ବର୍ଷରେ? କାହିଁକି 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 ମଧୁବାବୁଙ୍କ ନାଁରେ ରାଜନୈତିକ ଦଳ ହେଇନି? ରାଜନୀତି ହଉଛି ସେପାରେଟ କଥା। ଆଚ୍ଛା ଶୁଣନ୍ତୁ ଶୁଣନ୍ତୁ, ଯଦି ଆଦର୍ଶ ବୋଧ ଜନତା ଦଳର ବିଭାଜନ ହେଇକି ହେଲା ବୋଲି ବିଜୁ ଜନତା ଦଳ ନା ହେଲା, କିନ୍ତୁ ବିଜୁ ବାବୁଙ୍କୁ ନେଇକି କାହିଁ କରାଗଲା? ଟୁ ଏଗେନ୍ ରିକଲେକ୍ଟ ଦ ପିପୁଲ। ବିଜୁ ବାବୁଙ୍କର କଥାରେ ସେତେବେଳେ ଥିଲା, ଲୋକ ମାନସରେ ଥିଲା, ସେ କଥାକୁ ରିକଲେକ୍ଟ କରିବା ପାଇଁ କରାଗଲା। କିନ୍ତୁ ତା ପଛରେ ଗୋଟେ ବିଚାର ବୋଧ ଥିଲା। ସେ ବିଚାର ବୋଧଟାକୁ ଧ୍ୱଂସ କରି ଦିଆଯାଏ। ଆପଣ ମଧୁବାବୁଙ୍କ ଆପଣ ଗୋପବନ୍ଧୁଙ୍କ କଥା କହିବେ, ମଧୁବାବୁଙ୍କ କଥା କହିବେ, ମଧୁବାବୁଙ୍କ ବିଚାରକୁ ଧ୍ୱଂସ କରିଦେବେ ଯଦି, ତାହେଲେ ମଧୁବାବୁଙ୍କ ନାଁ କହିପାରିବେ। ମୋର ପଏଣ୍ଟ ହଉଛି 20 ବର୍ଷ 30 ବର୍ଷ 40 ବର୍ଷର ପିଲାମାନଙ୍କର ଯୋଉ ଆବଶ୍ୟକତା ତାକୁ 70 ବର୍ଷ 80 ବର୍ଷର ନେତା ମାନେ ବୁଝିବେ, ବିଜୁ ବାବୁଙ୍କ ଆଦର୍ଶ ସହିତ ଯୋଡ଼ିବେ। ଇନଷ୍ଟାଗ୍ରାମ, ଫେସବୁକ୍ ଆଉ ଏକ୍ସ ସହିତ ସୋସିଆଲ ମିଡିଆ ସହିତ ଅଭ୍ୟସ୍ତ ପିଲାମାନେ ଯୋଉମାନେ ନୂଆ କଥା ଖୋଜୁଛନ୍ତି, ନୂଆ ସ୍ୱପ୍ନ ଦେଖୁଛନ୍ତି, ନୂଆ ଦୁନିଆ କଥା ଭାବୁଛନ୍ତି, ସେମାନଙ୍କୁ ଆପଣ ପ୍ରାସଙ୍ଗିକ କରିପାରିବେ ଭୋଟ ଗଣିତରେ, ଭୋଟ ରାଜନୀତିରେ। ଏଇଟା ଆପଣଙ୍କୁ କେମିତି ଲାଗୁଛି ଏଇ ବିଜୁ ଲିଗାସି ପ୍ରସଙ୍ଗ? ଯଦି ଏହା ଏକ ରାଜନୈତିକ ନବୀନ ମନା ବୟସ କେତେ ଆପଣ କହୁଛନ୍ତି ସେ ପ୍ରାସଙ୍ଗିକ ନା ନାଇଁ? ନବୀନ ବାବୁ କଣ ସେଇ ବାଟ ଦେଇ ଆସିଛନ୍ତି? ନବୀନ ବାବୁ ସେଇ ବାଟ ନୁହଁ, ଗୋଟେ ଜର୍ଣ୍ଣିରେ ଚାଲିଛନ୍ତି। କଥା କହୁଛୁ ତାଙ୍କ ବୟସ 50 ବର୍ଷ। ବୟସ କେତେ? କଥା ସେଠି ନୁହେଁ, କଥା ହଉଛି ନରେନ୍ଦ୍ର ମୋଦି ଆଉ ନବୀନ ବାବୁ। ନରେନ୍ଦ୍ର ମୋଦି କଣ ବିଜେପିର ପ୍ରତିଷ୍ଠାତା? ବିଜେପି ଗୋଟେ ଜର୍ଣ୍ଣିରେ ଚାଲିଛି। ମୋର କଥା ହଉଛି ଏଇ ଯୋଉ ଲୋକମାନେ, ଆପଣ ବ୍ୟକ୍ତି ବର୍ତ୍ତମାନ ଏଇ ଯୋଉ ବ୍ୟକ୍ତି ମାନଙ୍କର ବୟସ ହେଇଗଲାଣି କଥା କହୁଛନ୍ତି, ଏଇ ବ୍ୟକ୍ତି ମାନେ ପଇସା ହେଇଗଲେ ଏଇ ଯୋଉ ମାନେ ବ୍ୟକ୍ତିକୁ ଆସୁଛନ୍ତି ସେମାନଙ୍କର ବୟସ ଆପଣ କହୁଛନ୍ତି। କିନ୍ତୁ ତାଙ୍କ ସହିତ ତାଙ୍କର ଇଣ୍ଟାୟାର ଗୋଟେ ବଂଶଧର, ଇଣ୍ଟାୟାର ଗୋଟେ ବିଜୁବାବୁଙ୍କ ବିଚାର ବିଶ୍ୱାସ କରୁଥିବା ଶହ ଶହ ଅଛନ୍ତି, ଯୁବକ ଅଛନ୍ତି, ଛାତ୍ର ଅଛନ୍ତି। ସେମାନେ ଆସିବେ ଏଇ ବିଜୁ ଲିଗାସି ଭିତରକୁ, ଛାତ୍ର ଆସିବେ। ଆପଣ ଯୋଉ 8 ଜଣ ଲୋକ ଭୋଟ ଦେଲେ ଦିଲ୍ଲୀପ ରାୟଙ୍କୁ, ସେମାନେ ବିଜୁ ଲିଗାସିର ଫୋଲ୍ଡ ଭିତରକୁ ଆସିବେ। ତା ଭିତରୁ ଅଧିକାଂଶ ୟଙ୍ଗ, ତା ଭିତରୁ ଅଧିକାଂଶ ହଉଛନ୍ତି ୟଙ୍ଗ। ଆପଣ ଦେଖନ୍ତୁ, ଆପଣ ବିଜୟ ମାହାତୋ ପୁଅ କୁହନ୍ତୁ, ଆପଣ ପୁଅ କୁହନ୍ତୁ, ଆପଣ କୀର୍ତ୍ତନରୁ ଆପଣଙ୍କ ଏଭଳି କଥା କୁହନ୍ତୁ, ତା ବୟସ କେତେ?